ଯଦି ଆମ ଭିତରେ ଜାତିଗତ ଜନଗଣନା ହେଉଛି ତାହେଲେ ମୁସଲିମ ପାଖରେ 65-70 ପ୍ରକାର ଜାତି ଅଛି। ସେମାନେ ଶିଆ, ସୁନ୍ନି, ବୋହରା, ବରେଲି, ଅହମ୍ମଦିଆ এই ଅନୁସାରେ ବି ଗଣନା ତାକି ପ୍ରକୃତ କଥାଟା ବାହାରିବ। ଆଉ ଖ୍ରୀଷ୍ଟିଆନ ମାନଙ୍କର ରୋମାନ କ୍ୟାଥୋଲିକ, ପ୍ରୋଟେଷ୍ଟାଣ୍ଟ, ବାପ୍ଟିଷ୍ଟ ଏସବୁ ଗୁଡ଼ାକ ଅଛନ୍ତି, ବିଭିନ୍ନ ପ୍ରକାର ଖ୍ରୀଷ୍ଟିଆନ ତ ତାଙ୍କର ସେ ଅନୁସାରେ ବି ହଉ, ତାଙ୍କୁ ବି ଗଣାଯାଉ ସେ ଅନୁସାରେ। ଜନଗଣନା ତ ନିହାତି ଜନଗଣନାରେ ବିଦେଶୀ ନାଗରିକ ବି ବାହାରିବେ। ସେ ବିଦେଶୀ ନାଗରିକ ଉପରେ କ'ଣ କରାଯିବ ବି ଚିନ୍ତା କରାଯିବା କଥା। ଏଇ ଯେଉଁ ମୁର୍ସିଦାବାଦ ଓଡ଼ିଶାରେ ଜନଗଣନା ବେଳକୁ ମୁର୍ସିଦାବାଦ କିମ୍ବା ପଶ୍ଚିମବଙ୍ଗରୁ କେତେ ମୁସଲମାନ ବେଙ୍ଗଲୀ ମୁସଲମାନ ଆସିଛନ୍ତି ଏଟାକୁ ବି ଗଣନା ନାଇଁ। ବାହାର ଷ୍ଟେଟ୍ର ଲୋକମାନେ ଯେଉଁମାନେ ଆସୁଛନ୍ତି ତାଙ୍କୁ ଆସିବା ପାଇଁ ମନା ନାହିଁ, ଭାରତବର୍ଷ ଗୋଟିଏ ଦେଶ। କିନ୍ତୁ ଯେଉଁମାନେ ବିଦେଶୀ ନାଗରିକ ଅଛନ୍ତି ବାହାର ଷ୍ଟେଟ୍ରୁ ବି କେଉଁ ଷ୍ଟେଟ୍ରୁ କେତେ ମାଇଗ୍ରେସନ୍ ହେଉଛି ଏଟା ବି ଜାଣିବା କଥା। ଆମ ଲୋକ ବି ତ ଯାଉଛନ୍ତି ବାହାରକୁ ନା, ତ କେତେ ଲୋକ ମାଇଗ୍ରେସନ୍ ହେଲା, କେତେ ଲୋକ ଆଇଲେ ଏଟା ବି ତ ସରକାର ପାଖରେ ଡାଟା ରହିବା କଥା। ଏଇଟା ଗୋଟେ ଅନ୍ୟ ବିଷୟ। ଗଣନା ଫଣନା ଏଟା ବି ଗୋଟେ ଯୁଦ୍ଧ ବିଷୟ ନେଇକରି କେନ୍ଦ୍ର ସରକାର ସ୍ଥିର କରିବେ, ସେମାନେ ଯୁଦ୍ଧ କରିବେ ନା ନାହିଁ। କିନ୍ତୁ ଲୋକଙ୍କର ମାଇଣ୍ଡରେ ଯୁଦ୍ଧଟା ଅଛି, ସେଣ୍ଟିମେଣ୍ଟରେ ଯୁଦ୍ଧ ସପକ୍ଷରେ ଅଛି। କାରଣ ବାରମ୍ବାର ସହିବାର ସୀମାଟା ପାର ହେଇଗଲା। ତ କିନ୍ତୁ ଆମେ ସାଧାରଣ ଲୋକ ହିସାବରେ କ'ଣ ତାର ପ୍ରତିଫଳନ ହେବ, ତାର ଫଳାଫଳ ତ ଆମେ ନିଶ୍ଚିତ ବିଜୟୀ ହେବୁ, ସେଥିରେ କିଛି କଥା ନାହିଁ। କିନ୍ତୁ ତାର ପ୍ରତିଫଳନ ଅର୍ଥନୀତି ଉପରେ, ସାମାଜିକ ଜୀବନ ଉପରେ, ଅନ୍ୟାନ୍ୟ ଉପରେ କ'ଣ ପଡ଼ିବ এটা କେନ୍ଦ୍ର ସରକାର କାଲକୁଲେଟ୍ କରିବେ ନା। ତ ସେମାନେ ତା ଉପରେ ନିଷ୍ପତ୍ତି ନେବାର ଅଧିକାର କେନ୍ଦ୍ର ସରକାରର ଅଛି। କେନ୍ଦ୍ର ସରକାର ତାର ଉପରେ ନିଶ୍ଚିତ ଭାବରେ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ। ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିକି ତାଙ୍କ ଦେଶକୁ ପଠାଇବେ। ମେନଲି ଆମ ଅଞ୍ଚଳରେ ବାଂଲାଦେଶୀ ମୁସଲିମ ଆଉ ରୋହିଙ୍ଗ୍ୟା ନାଇଁ ବୃଦ୍ଧି କରାଯିବା। ମୁଁ ତ ବୃଦ୍ଧି କରାଯାଇଛି କେଉଁଠି ସାମାଜିକ ସମସ୍ୟା ସୃଷ୍ଟି ହେଉଥିବ ଲୋକମାନେ, କାରଣ ଭାରତ ଆଉ ପାକିସ୍ତାନ ଭିତରେ ଅନେକ ବୈବାହିକ ସମ୍ପର୍କ ବି ଅଛି ମୁସଲମାନ ମାନଙ୍କ ଭିତରେ। କିନ୍ତୁ ବଲାଙ୍ଗୀରରେ ତ ଗୋଟେ ହିନ୍ଦୁ ଫ୍ୟାମିଲି ପାକିସ୍ତାନ ନାଗରିକ ବାହାରୁଛି, ତ NRC ଅନୁସାରେ ଆମେ ହିନ୍ଦୁ ଲୋକଙ୍କୁ ତ ବାହାର କରିପାରିବା। ଦି ଦଳ ଯାକ ହିନ୍ଦୁମାନଙ୍କୁ ଭାଗ ଭାଗ କରିବା ପାଇଁ ଚାହିଁଥିଲେ ଏବଂ ସେମାନେ ଭାଗ ଭାଗ କରିବା ପାଇଁ ଯେଉଁ ସ୍ୱପ୍ନ ଦେଖୁଛନ୍ତି ସନାତନ ଧର୍ମକୁ, ସେମାନଙ୍କର ସ୍ୱପ୍ନ ଜାତିଗତ ଜନଗଣନା ଯେପରି ହେବା ପାଇଁ ସେମାନେ କଂଗ୍ରେସ କହୁଛି କାଲି ବିଜୟ ଉଲ୍ଲାସ ପାର୍ଟି ମିଠା ବାଣ୍ଟିଛନ୍ତି। କଂଗ୍ରେସ 70 ବର୍ଷ ଧରିକି ତାର ସରକାରରେ ଥିଲା, ସେମାନେ ଜାତିଭିତ୍ତିକ ଜନଗଣନା କଲେନି, ତାଙ୍କୁ ମନା କରୁଥିଲା। ଏବେ କାହିଁ କହୁଛନ୍ତି ନା ହିନ୍ଦୁ ଡିଭାଇଡ୍ ହେଲେ ସେମାନେ ଜିତିବେ, ଏଇ ଭାବନାଟା ତ ଏଇଆ ନା। ନବୀନ ପଟ୍ଟନାୟକର ଧର୍ମ କ'ଣ? ସେ ତ ପୋପ ପାଖକୁ ଯାଉଛନ୍ତି, ସେ ତ ମୁସଲିମ ଧର୍ମରେ ଟୋପି ବି ପିନ୍ଧୁଛନ୍ତି। ନବୀନଙ୍କର କିଛି ଧର୍ମ ଅଛି, ଭୋଟ ହିଁ ତାଙ୍କର ଧର୍ମ, ତାଙ୍କର କିଛି ନାହିଁ। ନବୀନ ପଟ୍ଟନାୟକ ଗୋଟେ ମଣିଷ ହିସାବରେ ଗଣନା କ'ଣ ଠିକ ଅଛି? ଯେମିତି ଇଦ୍ ବେଳେ ମୁସଲିମ ଟୋପି ମୁସଲିମ ଟୋପି ପିନ୍ଧୁଛନ୍ତି, ପୋପ ପାଖକୁ ପଳାଉଛନ୍ତି ଏବଂ ଓଡ଼ିଶାକୁ ଖ୍ରୀଷ୍ଟିଆନ ଷ୍ଟେଟ୍ କରିବା ପାଇଁ ଚକ୍ରାନ୍ତ କରୁଛନ୍ତି। ଚକ୍ରାନ୍ତ ରହି ରହିବ।